ରାମ ତାଙ୍କ ପିତାଙ୍କ ଅନ୍ତେ ବ୍ୟବସାୟ ଦାୟିତ୍ୱ ନେଲେ। ତେବେ ସେ ବ୍ୟବସାୟର ଭାର ଗ୍ରହଣ କଲା ପରେ ଅଡ଼ୁଆ ସ୍ଥିତି ଉପୁଜିଲା। ସେ ଥିଲେ ପ୍ରବଳ ଈଶ୍ୱର ବିଶ୍ୱାସୀ। ତେଣୁ ବ୍ୟବସାୟ କଥା ବୁଝିବେ ନା ଠାକୁର ପୂଜା ଆରାଧନା ପ୍ରାର୍ଥନା ହୋମ ଯଜ୍ଞ ଆଦିରେ ବୁଡ଼ି ରହିବେ, ଏ ନେଇ ଦ୍ୱନ୍ଦ୍ୱରେ ରହିଲେ। ତାଙ୍କ ପତ୍ନୀ କହିଲେ, ତୁମେ ଈଶ୍ୱର ବିଶ୍ୱାସୀ, ଈଶ୍ୱରଙ୍କ ପୂଜା ଆରାଧନାକୁ ଗୌଣ କର ନାହିଁ। ଈଶ୍ୱର ଚାହିଁଲେ ତୁମର ବ୍ୟବସାୟ ବି ଭଲ ଚାଲିବ। ସୁତରାଂ ରାମଙ୍କ ହୋମ ଯଜ୍ଞ ଆଦିର ମନସ୍କତା ବ୍ୟବସାୟକୁ ବୁଡ଼ାଇ ଦେଲା। ବ୍ୟବସାୟରେ ଯେତେ କ୍ଷତି ହେଲା, ରାମ ସେତେ ପ୍ରାର୍ଥନା ହୋମ ଯଜ୍ଞ ଆଦିରେ ବୁଡ଼ି ରହିଲେ। ଶେଷରେ ଦିନେ ସେ ସବୁକିଛି ହରାଇ ବସିଲେ। ଘରବାଡ଼ି ନିଲାମ ହୋଇଗଲା। କେବଳ ପିନ୍ଧା ଲୁଗା ବ୍ୟତୀତ ଆଉ କିଛି ରହିଲା ନାହିଁ। ଏମିତି ଅବସ୍ଥାରେ ଦିନେ ସକାଳେ ମନ୍ଦିରକୁ ଯାଇ ପାହାଚ ପାଖରେ ଭୋ ଭୋ ହୋଇ କାନ୍ଦିଲେ। କହିଲେ, ପ୍ରଭୁ, ତୁମକୁ ଏତେ ଡାକିକି କି ଲାଭ ପାଇଲି? ତୁମକୁ ଡାକି ତ ସବୁକିଛି ହରାଇଲି, ପାଇଲି କ'ଣ? ଏହି ସମୟରେ ସେ ପଛରୁ ଶୁଣିଲେ କେହି ଜଣେ ମୃଦୁ କଣ୍ଠରେ କହୁଛି, ତୁମେ ଏଥିରୁ ଗୋଟିଏ କଥା ପାଇଛ, ତାହା ହେଉଛି ଶିକ୍ଷା। ଏହା ହେଉଛି ଯେ କୌଣସି ବିପର୍ଯ୍ୟୟର ମୂଲ୍ୟ। ରାମ ବୁଲି ଦେଖନ୍ତି ତ ଠିଆ ହୋଇଛନ୍ତି ମନ୍ଦିରର ପୂଜକ। ସେ କହିଲେ, ତୁମ ପିତା ଓ ତୁମେ ଉଭୟ ଅତି ଉତ୍ତମ ଚରିତ୍ରର ଅଧିକାରୀ। ତୁମେ ଚାହିଁଲେ କିଛି ଅର୍ଥ ଋଣ ନେଇ ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବ। କିନ୍ତୁ ଏଣିକି ଈଶ୍ୱର ସବୁ କିଛି କରିଦେବେ ବୋଲି ନ ଭାବି ପ୍ରଥମେ ନିଜ କାମରେ ମଗ୍ନ ହେବ। ତାହା ମଧ୍ୟ ଏକ ପ୍ରକାର ଉପାସନା। ତ ସାଙ୍ଗମାନେ, ଆମେ ଯଦି ନିଜେ ନିଜ ଆଡ଼ୁ ଚେଷ୍ଟା ନ କରି ଠାକୁରଙ୍କ ଉପରେ ସବୁ ଛାଡ଼ିଦେବା, ତାହେଲେ ଠାକୁର ବି ଆମକୁ ସାହାଯ୍ୟ କରିପାରିବେ ନାହିଁ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।